ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ଖାଲପାଳ ଗ୍ରାମଠାରୁ ତାଳଚେରକୁ ସଂଯୋଗ ପାଇଁ ଏକ ସେତୁ ତିଆରି ନିମନ୍ତେ ଗୁରୁବାର ଅପରାହ୍ନରେ ଶିଳାନ୍ୟାସ କରିଥିବା ଦେଖାଯାଇଛି। ଏହି ବ୍ରିଜର ଅଟକଳ ମୂଲ୍ୟ 76 କୋଟି ହୋଇଥିବା ବେଳେ କାର୍ଯ୍ୟକୁ ଟେଣ୍ଡର ଦିଆଯାଇ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ 2.5 ବର୍ଷ ଭିତରେ କାମ ସମ୍ପାଦନ ହେବ ବୋଲି ଅତିଥିମାନେ ଅଭିଭାଷଣ ରଖିଥିଲେ। ଏହି ବ୍ରିଜଟି ହେବା ଦ୍ୱାରା 53 ନମ୍ବର ଜାତୀୟ ରାଜପଥଠାରୁ ଖାଲପାଳ ଘାଟ ଦେଇଗଲେ ତାଳଚେର ରାଜବାଟୀ ନିକଟ ରାସ୍ତାରେ ସଂଯୋଗ ହେଲେ ଅଳ୍ପ ରାସ୍ତାରେ ତାଳଚେର ଯିବାକୁ ଲୋକଙ୍କ ବହୁ ସୁବିଧା ହୋଇପାରିବ ବୋଲି ସ୍ଥାନୀୟ ଲୋକଙ୍କ ସମେତ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାରଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ, ସାଂସଦ ମହେଶ ସାହୁ, ଜିଲ୍ଲା ପରିଷଦ ସଭ୍ୟ ନିରାକାର ପ୍ରଧାନ, ସଭ୍ୟା ରୁନୁ ବର୍ମା, ବିଭାଗୀୟ ଏସି ପ୍ରତାପ ହରିପାଲ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ଶ୍ରମିକ ନେତା ଦିଲ୍ଲୀପ ବର୍ମା, ପ୍ରେମାନନ୍ଦ ସାହୁ ପ୍ରମୁଖ 500ରୁ ଉର୍ଦ୍ଧ୍ୱ ଅଞ୍ଚଳବାସୀ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।